ଶକ୍ତିର ସବୁଠାରୁ ଭୟଙ୍କର ସ୍ୱରୂପ, ଯାହାକୁ ଦେଖିଲେ ହୃଦୟ କମ୍ପିଯାଏ, ସେ ହେଲେ ଉଗ୍ରକାଳୀ। ଏହା କେବଳ ଭୟ ନୁହେଁ, ଏହା ଏକ ଦିବ୍ୟ ଶକ୍ତିର ଅସୀମ ସ୍ୱରୂପ। ରକ୍ତାକ୍ତ ଅଳଙ୍କାର, ମୁଣ୍ଡମାଳା ଏବଂ ହାତରେ ଖଣ୍ଡା ଓ ଖପୁରୀ। ତାଙ୍କର ରୂପ ଭୟଙ୍କର ଲାଗେ, କିନ୍ତୁ ତାଙ୍କ ହୃଦୟ ଭକ୍ତଙ୍କ ପାଇଁ ଅସୀମ କରୁଣା। ଓଡ଼ିଶାରେ ମାଙ୍କ ଏହି ଉଗ୍ର ସ୍ୱରୂପ ଅନେକ ସ୍ଥାନରେ ପୂଜା ପାଉଛି। ମା ଭଦ୍ରକାଳୀ, ମା ଉଗ୍ରତାରା, ତିନି ନୟନ, ଚାରି ହାତ, ଖଣ୍ଡା ଖପୁରୀ, ନୀଳ ପଦ୍ମ ଓ ପାନପାତ୍ର ସହିତ ସେ ଦେଖିଲେ ଲାଗେ ମା ଭକ୍ତଙ୍କୁ ଦେଖିଲେ କହିବେ, ଭୟ କରନା, ମୁଁ ଅଛି। ଶ୍ମଶାନ କାଳୀ ହେଉଛନ୍ତି ଶ୍ମଶାନର ରକ୍ଷକ, କିନ୍ତୁ ଉଗ୍ରକାଳୀ ସେ ଝଡ଼ ତୋଫାନରୁ ମଧ୍ୟ ଭକ୍ତଙ୍କ ପାଇଁ ଦିବ୍ୟ ଆଲୋକ। ଉଗ୍ରକାଳୀ ହେଲେ ଦୁଷ୍ଟ ଶକ୍ତିର ସମୂଳ ବିନାଶ। ଅହଙ୍କାର, ଅନ୍ଧକାର, ଅଜ୍ଞାନ ସମସ୍ତଙ୍କୁ ତାଙ୍କର ପାଦ ପଦ୍ମରେ ଧୂଳିରେ ପରିଣତ କରିଦେଇଥାନ୍ତି। ତାଙ୍କ ରୂପ ଭୟ ସୃଷ୍ଟି କରେ, କିନ୍ତୁ ତାଙ୍କ ଶକ୍ତି ଭକ୍ତଙ୍କ ଜୀବନ ରକ୍ଷା କରେ। ଜୟ ମା ଉଗ୍ରକାଳୀ। ଏହି ପ୍ରକାର ଆଧ୍ୟାତ୍ମିକ ତଥ୍ୟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।